ମୋ ନାଁ ରବୀନ୍ଦ୍ର ମଳିକ। ମୁଁ ଆସିଛି ଏଠି ମଣିଡିଅ ଗ୍ରାମକୁ। ଏହି ଗ୍ରାମକୁ ଆସି ପହଞ୍ଚିଲି, ଦେଖିଲି ଯେ ଏହି ଗ୍ରାମରେ ଡେଲିଭର ପେସେଣ୍ଟକୁ ଭୁଇଁକି ନେଉଛନ୍ତି। ଏହି ଗ୍ରାମରେ ଡେଲିଭର ପେସେଣ୍ଟକୁ ଭୁଇଁ ନେଲେ 3 କିଲୋମିଟର ଦୂର ସେଠି ଆମ୍ବୁଲାନ୍ସ ଆସିଲା। ସେଠି ଆମ୍ବୁଲାନ୍ସରେ ଭର୍ତ୍ତି କରିକିରି ଡେଙ୍ଗାସ୍ତ ମେଡ଼ିକାଲକୁ ନିଆଗଲା। ଏହି ଗ୍ରାମରେ ଦୀର୍ଘ ମିନିମମ୍ 30 ବର୍ଷ ହେବ ଏହି ଗ୍ରାମ ବାସିନ୍ଦା କରିକି ରହିଛନ୍ତି। ଏହି ଗ୍ରାମକୁ ରାସ୍ତା ନାହିଁ ଏବଂ ଏହି ଗ୍ରାମରେ ସିସି ରୋଡ଼ ବି ଦାଣ୍ଡରେ ନାହିଁ। ଏହି ଗ୍ରାମକୁ ବ୍ଲକ ପ୍ରଶାସନ ହେଉ କିମ୍ବା ଜିଲ୍ଲା ପ୍ରଶାସନ ହେଉ ଯେକୌଣସିର ଦୃଷ୍ଟି ପଡ଼ିନାହିଁ। ଏହି ଗ୍ରାମରେ ଯଦି ସରକାର ଚାହିଁକିରି ଏହି ଗ୍ରାମକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଯଦି ଦେବ ହେଲେ ଏହି ଗ୍ରାମ ଚିର ଉପକୃତ ହେଇଥାନ୍ତେ ବୋଲି ସରକାରକୁ ବିନୀତ ଅନୁରୋଧ କରୁଛି। ମୋ ନାଁ ବିଜୟ ସବର। ଆମ ଗାଁ ନାଁ ମଣ୍ଡିଅ, ଡେପାଗୁଳା ପଞ୍ଚାୟତ, ବ୍ଲକ ମୋହନା। ଡେଲିଭରି ପେସେଣ୍ଟ ଥିଲା ଆଜ୍ଞା। ଆମ ଗାଁ ଅସୁବିଧା, ରାସ୍ତା ନାହିଁ, 3 କିଲୋମିଟର ନେଇ ଛାଡ଼ିଲୁ। ଏମିତି ଅବସ୍ଥାରେ ସରକାର ଯଦି ଆମକୁ ଚାହିଁଥାନ୍ତା ହେଲେ ଆମ ଭଲ ହେଇଥାନ୍ତା। କେଉଁ ସରପଞ୍ଚ ବି ଚାହୁଁନି, କେଉଁ ୱାର୍ଡ଼ ମେମ୍ବର ବି ଚାହୁଁନି, ଜିଲ୍ଲା ପରିଷଦ କି ଆମକୁ କିଏ ଚାହୁଁନାହାନ୍ତି। ଭୋଟ ହେଲା ସମୟରେ ଆସୁଛନ୍ତି ଆଜ୍ଞା, ହଁ ଆମେ ଏଇଟା କରିଦେବୁ ସେଇଟା କରିଦେବୁ ବୋଲି କିଛି କରୁନାହାନ୍ତି। ଏତିକି ଅନୁରୋଧ କରି କହୁଛୁ, ଆମ ପ୍ରଧାନମନ୍ତ୍ରୀ ଆମକୁ ସଡ଼କ ଯୋଜନା ଦେଇଥାନ୍ତା ହେଲେ ଆମ ଅନୁରୋଧ କରିଥାନ୍ତୁ, ଆମେ ଭଲ ହେଇଥାନ୍ତୁ।